ଶ୍ରମିକ ମାରଣ ନୀତି ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଏଆଇଟିୟୁସିର ଆହ୍ୱାନ। ପୁରୀରେ ଜାତୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ସହ ବନ୍ଧିତ ଅଖିଳ ଭାରତ ଗୃହ ଓ ନିର୍ମାଣ ଶ୍ରମିକ ଫେଡେରେସନର ଜାତୀୟ ପରିଷଦ ବୈଠକ 3 ଦିନ ଧରି ପୁରୀ ୟୁଥ୍ ହଷ୍ଟେଲଠାରେ ଅନୁଷ୍ଠିତ ହୋଇଛି। 20 ତାରିଖରେ ଲାଲ ପତାକା ଉତ୍ତୋଳନ ପରେ ଏକ ବିରାଟ ଶୋଭାଯାତ୍ରା ପୁରୀ ରେଳ ଷ୍ଟେସନଠାରୁ ବାହାରି ସଂସ୍କୃତି ଭବନରେ ପହଞ୍ଚିଥିଲା। ସଂସ୍କୃତି ଭବନଠାରେ ଶ୍ରମିକ ଶ୍ରେଣୀର ସମସ୍ୟା ଓ ଆମର ଦାୟିତ୍ୱ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ଏଆଇଟିୟୁସି ଓ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସମ୍ପାଦକ ରାମକୃଷ୍ଣ ଗଣ୍ଡା, ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ, ରାଜ୍ୟର ଅନ୍ୟତମ ସମ୍ପାଦକ ଏନ୍ ଗୋପାଳ, ହରିହର ସେନାପତି, ଗାଲେଖ ନାୟକ, ସୁରେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ହୋଇ ଶ୍ରମିକ ଶ୍ରେଣୀକୁ ସଂଗଠିତ ଓ ସଂଘବଦ୍ଧ ଭାବରେ ଆନ୍ଦୋଳନ ଚଳାଇବାକୁ ଆହ୍ୱାନ ଦେଇଥିଲେ। ସାର୍ ପରିଚୟ ସାର୍। ବ୍ରଜବନ୍ଧୁ ପ୍ରଧାନ, ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ, କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ। ଆଜ୍ଞା, ବର୍ତ୍ତମାନ ଆଜି ଯେଉଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଚାଲିଛି ତ ଆଜି ହେଉଛି ଜାତୀୟ ସ୍ତରର ଏକ ଜାତୀୟ ସ୍ତରର ସଭା। ଅଖିଳ ଭାରତ ନିର୍ମାଣ ଶ୍ରମିକ ଫେଡେରେସନ ଆଜି ପୁରୀରେ ୟୁଥ୍ ହଷ୍ଟେଲରେ 3 ଦିନ ଧରିକି ଜାତୀୟ ପରିଷଦ ବୈଠକ ହେଉଛି। ଏହି ବୈଠକ ଏଇଥିପାଇଁ ହେଉଛି, ଶ୍ରମିକମାନଙ୍କ ବିରୁଦ୍ଧରେ କେନ୍ଦ୍ର ବିଜେପି ସରକାର ଯେଉଁ ସମୟ ବିରୋଧୀ ଆଇନ ଆଣିଛି, ସମସ୍ତ ସଂସ୍ଥାରେ ଆଜି ଯେଉଁ ଠିକା ବ୍ୟବସ୍ଥା ଚାଲିଛି ଏବଂ ଶ୍ରମିକମାନେ ଦେଶର ଖଣି ଖାଦାନ, ପାଣି ପବନଠୁ ଆରମ୍ଭ କରିକି ବ୍ୟାଙ୍କ, ବୀମା, ବନ୍ଦର ସବୁକୁ ବର୍ତ୍ତମାନ ଆଦାନୀ ହାତରେ ବିକ୍ରି ଦେଇକି ଦେଶକୁ ବିକ୍ରି କରିଦେବାରେ ଲାଗିଛି। ତା ବିରୁଦ୍ଧରେ ଏକ ଜନ ଆନ୍ଦୋଳନ ଦେଶବ୍ୟାପୀ ଆରମ୍ଭ ହୋଇଛି। ସେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆମର ୟୁନିୟନ ଅଖିଳ ଭାରତ ନିର୍ମାଣ ଗୃହ ଓ ନିର୍ମାଣ ଶ୍ରମିକ ଫେଡେରେସନ ସେଥିରେ ସାମିଲ ହେବ। ଆଜି ଜାମ୍ମୁ କାଶ୍ମୀରରୁ, ମଣିପୁରରୁ, ଗୁଜରାଟରୁ, କେରଳ ସବୁଠୁ ବର୍ତ୍ତମାନ ପ୍ରତିନିଧି ଆସିକି ଯୋଗ ଦେଇଛନ୍ତି। ନେତାମାନେ, ରାଜ୍ୟ ନେତାମାନେ ଏଇଠି ନିଷ୍ପତ୍ତି ହେବ ଯେଉଁ ଜୋରଦାର ଆନ୍ଦୋଳନ ମୋଦି ବିରୁଦ୍ଧରେ ହେବ, ଫାଶୀବାଦ ବିରୁଦ୍ଧରେ ହେବ, ଜାତିବାଦ ଧର୍ମବାଦ ନାଁରେ ଦେଶକୁ ବିଭାଜନ କରିବା ବିରୁଦ୍ଧରେ ଯେଉଁ ହେବ, ସେ ବିବାଦରେ ଏହି ନିଷ୍ପତ୍ତି ସାରା ଦେଶରେ ମୋଦି ବିରୁଦ୍ଧରେ ଆନ୍ଦୋଳନକୁ ଜୁହାର ଫିଟାଇବ। ସେଥିପାଇଁ ଏଠି ସଭା 3 ଦିନ ଧରି ଚାଲିଛି। ଆଜ୍ଞା, ୟୁଥ୍ ହଷ୍ଟେଲରେ ତ ସଭା ଚାଲିବ, କିନ୍ତୁ ଷ୍ଟେସନ ଠାରେ ଏକ ବିରାଟ ପଟୁଆରରେ ହେଉଛି ଆଜି କନଭେନସନ ବିତର୍କ ଆରମ୍ଭ ହୋଇଛି। ଶ୍ରମିକମାନଙ୍କର ସମସ୍ୟା ଏବଂ ଆମ ଦେଶର ଜନସାଧାରଣ ଖଟିକିଆ ମଣିଷର କର୍ତ୍ତବ୍ୟ କ'ଣ, ତା ଭିତରେ ଜାତୀୟ ନେତାମାନେ ଆଜି ସଂସ୍କୃତି ଭବନରେ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତ ଦେଖିବ ମାନେ ହଲ୍ ଫୁଲ ହେଇଛି, ମାନେ ଲୋକମାନେ ଶ୍ରମିକମାନେ ତଳେ ବି ବସୁଛନ୍ତି। କ'ଣ କହିବେ ତାପରେ? ସେଇଥିପାଇଁ ଏଇଟା ଜାତୀୟ ସ୍ତରର ବିବୃତି ଆଲୋଚନା ଚକ୍ର ଆରମ୍ଭ ହୋଇଛି। ଆମମାନଙ୍କର କର୍ତ୍ତବ୍ୟ କ'ଣ, ଜନତାର କର୍ତ୍ତବ୍ୟ କ'ଣ, ବର୍ତ୍ତମାନ ଏ ଫାଶୀବାଦକୁ ରକ୍ଷା କରିବା ପାଇଁ, ଦରଦାମ ବୃଦ୍ଧି ରକ୍ଷା କରିବା ପାଇଁ, ବେକାରୀ ବିରୁଦ୍ଧରେ ଉଦ୍ବେଗ କରିବା ପାଇଁ, ଲକ୍ଷ ଲକ୍ଷ ଚାକିରି ସରକାରୀ ଅନୁଷ୍ଠାନରେ ଖାଲି ପଡ଼ିଥିବା ନିଯୁକ୍ତି ନ ଦେବା ବିରୁଦ୍ଧରେ ଦେଶର ଜନତାଙ୍କ ହାତରେ କର୍ତ୍ତବ୍ୟ କ'ଣ, ସେ ବିଷୟରେ ଆଲୋଚନା କରିବା ପାଇଁ ଆଜି ଏଠି ସାଧାରଣ ସଭା କରାଯାଇଛି। ଆଜି ଶ୍ରମିକମାନଙ୍କର ଷ୍ଟେସନ ଠାରୁ ସଂସ୍କୃତି ଭବନ ଯାଏ ଯେଉଁଭଳି ପଦଯାତ୍ରା, ଯେଉଁଭଳି ସ୍ଲୋଗାନ ଥିଲା, ଏହା ସରକାରଙ୍କ ଉପରେ କିଛି ପ୍ରଭାବ ପକାଇବ କି? ନିଶ୍ଚିତ ପକାଇବ। ଇଏ ଶୋଭାଯାତ୍ରା ଯେତିକି ପ୍ରଭାବ ନ ପକାଇବ, ଆଜି ସଭାର ଆଜି ଜାତୀୟ ପରିଷଦ ବୈଠକ ହେଉଛି, ତାର ଯେଉଁ ନିଷ୍ପତ୍ତି ହେବ ସେଇଟା ସରକାରକୁ ହଟାଇବା ପର୍ଯ୍ୟନ୍ତ ଫାଶୀବାଦକୁ ପରାଜୟ କରିବା ପାଇଁ ଦୁର୍ବାର ଗଣ ଆନ୍ଦୋଳନ କରିଥିଲେ। କେନ୍ଦ୍ର ସରକାର ଯାହାକି ଆପଣ ବିଜେପି ବିରୁଦ୍ଧରେ କହୁଛନ୍ତି, ଯାହାକି ସବୁ ବିକି ସାରିଲେଣି, ସବୁ ମାନେ କମ୍ପାନୀ ଦେଇସାରିଲେଣି, ଯାହାକି ସରକାରୀ ଜିନିଷ ନାହିଁ, ଠିକା କର୍ମଚାରୀ ଠାରୁ ଆରମ୍ଭ କରି ସମସ୍ତେ ସାମ୍ନା କରୁଛନ୍ତି, ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି। ଯେମିତିକି ରେଲୱେ ଠିକାଠୁ ଆରମ୍ଭ କରି ବିଭିନ୍ନ ଠିକା କର୍ମଚାରୀ ସେମାନେ ବି ହଇରାଣ ସାମ୍ନା କରୁଛନ୍ତି, ସାଧାରଣ ଶ୍ରମିକ ବି ହଇରାଣ ହେଉଛନ୍ତି। ତ ଆଗକୁ ଆପଣ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରିବେ? ଏଇଟା ହେଉଛି ଫାଶୀବାଦୀ ସରକାରର କାମ। ପୁଞ୍ଜିପତିମାନଙ୍କୁ ରକ୍ଷା କରିବା, ଧର୍ମ ନାଁରେ, ଜାତି ନାଁରେ ଜନତାଙ୍କୁ ଭାଗ ଭାଗ କରିଦେବା, ଜନତାର ଏକତାକୁ ଭାଗ ଭାଗ କରିଦେବା, ଜନତାର ଆନ୍ଦୋଳନକୁ ଭାଗ ଭାଗ କରିଦେବା, ପୁଞ୍ଜିପତିମାନଙ୍କ ହାତରେ ଦେଶର ଜାତୀୟ ସମ୍ପତ୍ତିକି ଟେକିଦେବା। ଯାହା ହିଟଲର କରିଦେଲା, ଯାହା ମୁସଲିମ କରିଦେଲା, ତାହା ହିଁ ବର୍ତ୍ତମାନ ବିଜେପି ମୋଦି ସରକାର କରୁଛି। ଏବଂ ଫାଶୀବାଦ ବିରୁଦ୍ଧରେ ଏକମାତ୍ର ବାମପନ୍ଥୀ ମାନେ ଲଢ଼େଇ ଜୋରଦାର କରିବେ ଏବଂ ପରାଜୟ ହେବ। ଇତିହାସରେ ଫାଶୀବାଦର ପରାଜୟ ହେଇଛି, ଜନତାର ଜୟ ହେଇଛି, ଖଟିକିଆ ଲୋକଙ୍କର ଜୟ ହେଇଛି। ଆଦାନୀ ଆମ୍ବାନୀ ବେହୁତ ପୁଞ୍ଜିପତିଙ୍କ ହାତରେ ଯେଉଁ ଟେକି ଦେଉଛି ସମ୍ପତ୍ତି ବର୍ତ୍ତମାନ ବିଜେପି ସରକାର, ତାକୁ ଛଡ଼େଇ ଆଣି ପୁଣି ଥରେ
ଲୋକଙ୍କ ହାତରେ ଜନତା ହାତରେ ଭାରତୀୟ ଜନତା ହାତରେ ଭାରତର ଦେଶ ହାତରେ ରକ୍ଷା କରିବା ପାଇଁ ଆନ୍ଦୋଳନ ଶେଷରେ ସକ୍ଷମ ହେବ। ବ୍ୟୁରୋ ରିପୋର୍ଟ SM ନ୍ୟୁଜ।